मन तो हर निज गुरु उद्धव केते तु पचारु। सर्वमंगल मंगल्ये शिवे सर्वार्थ साधिके शरण्ये त्र्यंबके गौरी नारायणी नमस्तुते। शरणागत दीनार्थ परित्राण परायणी सर्वस्यार्ति हरे देवी नारायणी नमस्तुते नारायणी नमस्तुते। जगतर प्रभु श्री जगन्नाथंकर पादपद्म तले दंडवत निवेदन करुची। जगत जननी जोगमाया श्री विरजा मांकर श्री पादपद्म तले दंडवत निवेदन करुची। कल्की अवतार क्षेत्र दशम अवतार श्री कल्की धाम छतिया बटर अनंत गोपाल स्वामींकर पादपद्म तले दंडवत निवेदन करुची। आम रत्नगिरी न्यूज चैनल माध्यम अगणित दर्शक बंधु मानू प्रणाम जनाऊची, शुभेच्छा जनाऊची, अभिनंदन जनाऊची। आपण माने हमको अनेक भल पाइबा देइछन। से भल पाइबा को पाथे करी आज आउ एक नुआ अध्याय आरंभ करबा को जाउछु। आशा करूची आपण माने हमको से भल पाइबा देबे। दुर्गा कराइछि सत्य होइब कଳି भारत मन भेदी सर दहि पकाइब दुष्ट होइबे निपात। आम भितर एबे आलोचना चलीची। सारा संसार पंडित वर्ग माने आलोचना करुचंती नवम अवतार दारु ब्रह्म जगन्नाथ दशम अवतार कल्की अवतार हेबे। म्लेच्छ संहार करिवे, सत्य को स्थापन करिवे, अधर्म को विनाश करिवे, धर्मर बाना उड़ेइवे। हेले जगन्नाथ महाप्रभु करिवे कोन? तांकर तो हाथ अधा, पाद नाई, आखि चका चका, इंद्रदुम्न आगे सत्य करिचंती श्रीक्षेत्र छाड़ी से कुआड़े जीवे नाही। ताले कल्की अवतार एबे केमिति? तेणु जगन्नाथ किछि करिवे नाही। आज सारा पृथ्वी रे जो अन्याय अनीति अधर्म बढ़ी चलीची, व्यभिचार बढ़ी चलीची, प्राणी प्राणी भितरे, लोक लोक भितरे, मनुष्य मनुष्य भितरे, परिवार परिवार भितरे जो स्नेह श्रद्धा भल पाइबा रहिबा कथा ताहा आज पोथी पृष्ठारे बंदी हेछि। समते ईर्षा द्वेष भाव को नहीं अर्थ और स्वार्थ पछरे गोड़ेइचंती, कामनार नियारे जळुचंती। तेणु एई म्लेच्छ मान को संहार करिबा पई दारु ब्रह्म किछि करिवे नाही। ये कथा करिव किए? मां दुर्गा, मां चंडी आदि माता माने करिवे। तेणु महापुरुष से कहते अच्युत वचन केवे मिथ्या हम ना अन्यात हम ना। आपण भावुचंदी कि मु ठकी देली, खचुआ मिछुआ मो कथा कई जानी पारु नाही। मने रखिबे आज्ञा
ଦିନରେ ଆକାଶରେ ସୂର୍ଯ୍ୟ ଅଛି, ରାତିରେ ଚନ୍ଦ୍ର ଅଛି, ତାରକା ମଣ୍ଡଳୀ ଅଛନ୍ତି। ସର୍ବତ୍ର ବିଦ୍ୟେତ ହରି ନ୍ୟାୟରେ ଭଗବାନ ସମସ୍ତଙ୍କୁ ରଖିଛନ୍ତି। କେହି ନ ଜାଣିଲେ ଏ ମନ ତ ଜାଣୁଛି। ମୁଁ ତ ନିଜେ ଜାଣୁଛି କେତେ ଭୁଲ କଲି, କେତେ ଠିକ କଲି, କେତେ ପାପ କଲି, କେତେ ପୁଣ୍ୟ କଲି। ତେଣୁ ଚିନ୍ତା ଓ ଚେତନାର କଥା ଜାତ ମୁଁ କରିଛି ଆଜ୍ଞା ମୁଁ ଦେଇଛି ମୋତେ ସେବା କର ବୋଲି ଜାଣି ଶୁଣି କରି ଆଜ୍ଞା କୃପା ସରି ଅମଡ଼ାରେ ଗଲେ ଚାଲି ରେ ଜୀବନାନି ମୋ କିଶୋର କର୍ମ ଫଳ ଭୋଗିବ ଅବଶ୍ୟରେ ଜୀବନାହିଁ ମୋ କିଶୋର। ଭଗବାନ ଜଗନ୍ନାଥ କହୁଛନ୍ତି, ହେ ମାନବ ସମାଜ, ତୁମ ମାନଙ୍କୁ ମୁଁ ଜନ୍ମ ଦେଲି, ଆଜ୍ଞା ବି ଦେଲି, ସତ୍ୟ କୁହ, ଧର୍ମରେ ରୁହ, ମଣିଷ ହୁଅ ଏବଂ କର୍ମ ଫଳ ନିଶ୍ଚିନ୍ତ ଭୋଗ କରିବ। ହେଲେ ତୁମେମାନେ କ'ଣ ମୋ କଥା ଶୁଣୁଛ ନା ଶାସ୍ତ୍ର ପୁରାଣ ବେଦ ବେଦାନ୍ତର ଆଜ୍ଞାରେ ଚାଲୁଛ? ସମସ୍ତେ ଆଜି ମନ ମାନି କରି ଚାଲୁଛ। ସ୍ୱାର୍ଥ ଆଉ ଅର୍ଥ ପାଇଁ ଆଜି ତଳକୁ ତଳକୁ ଚାଲି ଯାଉଛ। ତେଣୁ ଦିବ୍ୟ ଚେତନା ଉଦ୍ବୁଦ୍ଧ ହେଉନାହିଁ, ଦିବ୍ୟ ଚେତନା ବିକାଶ ଲାଭ କରୁନାହିଁ। ଆଜି ମଣିଷ ଅହଙ୍କାର ଦମ୍ଭ ବଳରେ ଆଜି ଭୁଲି ଯାଉଛି ହିତାହିତ ଜ୍ଞାନ। ଧମପଣ ବହି ବାବା ସବେ ଯିବେ ନାଶ ଧମପଣ ବହି ବାବା ସବେ ଯିବେ ନାଶ ଆଏ ନଦୀ ପ୍ରଭୁ କୃତବାସ ଧମପଣ ହେ ଗାଇ ମଣିର ଅକାରଣରେ ଧମପଣ ହେ ଢଳାଇ ପଡ଼ିବ ଅକାରଣରେ। ତେଣୁ ସ୍ୱୟଂ ଦିବ୍ୟାତ୍ମନ ମୋ ଦର୍ଶକ ବନ୍ଧୁ ମାନେ ଏଇ ଯୋଉ ଆଲୋଚନା ମାଧ୍ୟମରେ ସମାଜର କଥା, ଜୀବନର କଥା, ତେଣୁ ଟିକେ ଦୟା କରି ଶୁଣିବା ହୁଅନ୍ତୁ। ତେଣୁ ମହାପୁରୁଷ ମାନଙ୍କର ଚେତନାର କଥା ଇଏ। ଜଗନ୍ନାଥ ଭଗବାନ କହିଲେ, ହେ ମଣିଷ ଚିନି ନ ପାରି ନ ଦେୟ ଜ୍ଞାନ ମୂର୍ଖ ଜନ ଚିନି ନ ପାରି ନ ଦେୟ ଜ୍ଞାନ ମୂର୍ଖ ଜନ ଚାହିଁଲା ବେଳକୁ ହୁଏ ଚିତ୍ତ ଛନ ଛନ ତମ ବିନ ହେ ଉପହାସ କଲେ ଏ ଭକ୍ତରେ ତମ ବିନ ହେ ଉପହାସ କଲେ ଏ ଭକ୍ତରେ ତେଣୁ କେହି ମତେ ଚିହ୍ନି ପାରୁନ, ଜାଣି ପାରୁନ। ମତେ ଏକ କାଠ କଣ୍ଢେଇ ଆଜି ସଜେଇ ଦିଆଯାଇଛି ସମାଜରେ। ମୋ ପଣ୍ଡା ପଡ଼ିହାରୀ ମାନେ ନିୟମିତ ମୋର ସେବା କରୁନାହାନ୍ତି। ଅନେକ ସମୟରେ ମତେ ଉପବାସ ରଖଉଛନ୍ତି। ସେଥିପାଇଁ କେତେବେଳେ ଶାଗୁଣା ବସୁଛି, କେତେବେଳେ ପତିତ ପାବନ ନେତ ଉଡ଼ି ପଳାଉଛି, କେତେବେଳେ ମୋ ରତ୍ନ ଚାନ୍ଦୁଆରେ ଅଗ୍ନି ଲାଗୁଛି, କେତେବେଳେ ମୋ ବଡ଼ ଦେଉଳରୁ ପଥର ଖସୁଛି, କେତେବେଳେ ପୁଣି ମନ୍ଦିରରୁ ରାତ୍ରିର ନିସ୍ତବ୍ଧ ପ୍ରହରରେ ପୁଣି ଚୋରି ହେଇଯାଉଛି। କିଏ ବୁଝିବ? ମତେ କେହି ଚିହ୍ନିଲେ ନାହିଁ। ଡାକି ମୁଁ କହୁଛି ବାରେ ହେ ନମ ବଚନ ଡାକି ମୁଁ କହୁଛି ବାରେ ହେ ନମ ବଚନ ଡାକି ଆସିବେ କେହି ନ ପାରିବ ସାର ଡାକ ହରିରେ ଡାକ ହରି ହେ ନଗରାଜ ମଣ୍ଟି ଜୀବ ଡରି ହେ। ତେଣୁ ମୁଁ କିଛି କରିବି ନାହିଁ। ମୋର ଚଣ୍ଡୀ ଶକ୍ତି ମାନେ, ଡାକେନି ମାନେ ଏଇ ସମସ୍ତେ ଏ ସଂସାରର ଦୁଷ୍ଟ ମାନଙ୍କୁ ବିନାଶ କରି ସନ୍ଥଙ୍କୁ ପ୍ରତିପାଳନ କରିବେ। ଧର୍ମର ଧ୍ୱଜା ଉଡ଼ିବ, ସନାତନ ଧର୍ମର ବିଜୟ ଭୈଜନ୍ତି ସାରା ପୃଥିବୀ ପୃଷ୍ଠରେ ପ୍ରଚାରିତ ହବ। କେବଳ ଏ ସନାତନ ଧର୍ମକୁ ସ୍ଥାପିବେ ଶ୍ରୀ ଭଗବାନ ଯେ ଆଉ ସବୁ ଧର୍ମ ହେବ ଚୂର୍ଣ୍ଣ ଯାଇ ଫୁଲରେ। ସନାତନ ଧର୍ମର ବୈଜୟନ୍ତୀ ଉଡ଼ିବ। ଇଏ ପୃଥିବୀ ପୃଷ୍ଠରେ ଗୋଟିଏ ଧର୍ମ ଥିଲା ସନାତନ, ରହିବ ସନାତନ। ଆଉ ଯେତେ ଢମପଣ ଦେଖେଇ ଏ ବାବା ମାନେ ବୁଲୁଛନ୍ତି, ଆତ୍ମଘୋଷିତ ଭଗବାନ ଘୋଷଣା କରି ନିଜ ଧର୍ମ ପ୍ରଚାର କରୁଛନ୍ତି ସ୍ୱାର୍ଥ ପାଇଁ, ଅର୍ଥ ପାଇଁ। ସେମାନେ କେହି ରହିବେ ନାହିଁ। ଗୋଟିଏ ସତ୍ୟ ରହିବ, ତାହା ହଉଛି ଜଗନ୍ନାଥ, ତାହା ହଉଛି ସତ୍ୟ ସନାତନ ଧର୍ମ। ତେଣୁ ମୁଁ କଳ୍କି ଅବତାର ଯେତେବେଳେ ହେବି, ସେତେବେଳେ
ମୁଁ କାହାରିକି ବି ଖଣ୍ଡାରେ ଗୋଡେଇ ଗୋଡେଇ ମାରିବିନି। ମୋର ଖଣ୍ଡା ହଉଛି ନନ୍ଦକ ଖଡ୍ଗ। ଏଇ ନନ୍ଦକ ଖଡ୍ଗ ଧରି ମୁଁ କାହାକୁ ହାଣିବି ନାହିଁ, ମୁଁ କାହାକୁ ମାରିବି ନାହିଁ। 12 ହାତ ଖଣ୍ଡା ବୁଲିବ ସେ କାଳେ, କଳିଯୁଗ ଶେଷ ବେଳେ